ରହସ୍ୟମୟ କୁଣ୍ଡ ଆଉ ତା ପାଖରେ ରହିଛି ପାତାଳସ୍ତମ୍ଭୀ ଏକ କୂଅ। ଆଉ ଏ କୁଣ୍ଡର ପାଣିରେ ରହିଛି କୁହୁକମୟୀ ଶକ୍ତି। ଏ କୂଅର ପାଣି ପିଇଲେ ବନ୍ଧ୍ୟା କରନ୍ତି ପ୍ରସବ। ସନ୍ତାନ ସନ୍ତତି ହେଉନଥିବା ମହିଳାମାନେ ଏ କୁଣ୍ଡରୁ ଜଳ ଟିକେ ପ୍ରାପ୍ତ ପାଇଁ ଧାଇଁ ଆସନ୍ତି ଅନେକ ଦୂରରୁ। ତେବେ ଶହ ଶହ ବର୍ଷ ଧରି ଏ କୁଣ୍ଡର ଜଳ ପିଇ ବନ୍ଧ୍ୟା ଦୋଷ ଦୂର ହେଉଥିବା ଲୋକଙ୍କର ବିଶ୍ୱାସ ରହିଛି। ତେବେ ଆପଣମାନେ ଜାଣିଛନ୍ତି କି ଏ ରହସ୍ୟମୟୀ କୁଣ୍ଡଟି ରହିଛି ରାଜଧାନୀ ଭୁବନେଶ୍ୱରରେ? ଆସନ୍ତୁ ଏ ଭିଡିଓ ମାଧ୍ୟମରେ ଜାଣିବା ଏ ରହସ୍ୟମୟୀ କୁଣ୍ଡର ପଛରେ ଥିବା କାହାଣୀ ବିଷୟରେ। ମନ୍ଦିର ମାଳିନୀ ଭୁବନେଶ୍ୱର। ଏଠି ମନ୍ଦିର ଗୁଡ଼ିକର କାରୁକାର୍ଯ୍ୟ ଯେତିକି ମନଲୋଭା, ତାଠାରୁ ବେଶୀ ରହସ୍ୟ ଘେରରେ ମନ୍ଦିର ଗୁଡ଼ିକର ବିଶେଷତ୍ୱତା ଏବଂ ମହନୀୟତା। ପ୍ରତ୍ୟେକ ମନ୍ଦିରର ଏକ ବିଶେଷତ୍ୱ ରହିଛି। ଏହି ପରିପ୍ରେକ୍ଷୀରେ ଆଗରେ ଆସେ ମୁକ୍ତେଶ୍ୱର ମନ୍ଦିର। ନବମ ଶତାବ୍ଦୀରେ ସୋମବଂଶୀ ରାଜାଙ୍କ ଦ୍ୱାରା ଏହା ନିର୍ମାଣ ହୋଇଥିବା ଜଣାପଡ଼େ। ମନ୍ଦିର ନିଜର ଗଠନ ଶୈଳୀ ଏବଂ କାରୁକାର୍ଯ୍ୟ ସାହାଯ୍ୟରେ ଯେକୌଣସି ଲୋକଙ୍କୁ ବାନ୍ଧି ରଖିବାର କ୍ଷମତା ବହନ କରିଥାଏ। ଓଡ଼ିଶାର ମନ୍ଦିର ନିର୍ମାଣ ଶୈଳୀରେ ଏହି ମନ୍ଦିରର କାରୁକାର୍ଯ୍ୟ ଏକ ମାଇଲ ଖୁଣ୍ଟ ହୋଇ ରହିଛି। ପଶ୍ଚିମ ମୁଖା ଏହି ମନ୍ଦିରରେ ପୂଜା ପାଆନ୍ତି ଭଗବାନ ଶିବ। ମନ୍ଦିର ବେଢ଼ାରେ ଅନେକ ଛୋଟ ବଡ଼ ମନ୍ଦିର ସହିତ ପୂର୍ବ ଭାଗରେ ରହିଛି ଏକ କୁଣ୍ଡ। ଏ କୁଣ୍ଡଟିର ଏକ ବିଶେଷତ୍ୱ ମଧ୍ୟ ରହିଛି। ସନ୍ତାନ ସନ୍ତତି ହେଉନଥିବା ଦମ୍ପତିମାନେ ଏ କୁଣ୍ଡରୁ ଆସି ପାଣି ନେଇ ଯାଆନ୍ତି। ଆଉ ୟା ପରେ ମହିଳାମାନେ ଏ କୁଣ୍ଡର ପାଣି ପିଇବା ଦ୍ୱାରା ସେମାନଙ୍କର ବନ୍ଧ୍ୟାଦୋଷ ଦୂର ହୁଏ ବୋଲି ସମସ୍ତଙ୍କର ବିଶ୍ୱାସ ରହିଛି। ତେବେ ଅଶୋକାଷ୍ଟମୀରେ ପାଳିତ ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରା ଅବସରରେ ଏହି କୁଣ୍ଡର ଜଳକୁ ନିଲାମ କରାଯାଏ ଏବଂ ନିଲାମ ଧରି ଅନେକ ସନ୍ତାନହୀନ ଦମ୍ପତି ଏ ଜଳକୁ ନେଇଥାନ୍ତି। ଏହି ରହସ୍ୟମୟୀ କୁଣ୍ଡଟିର ନାଁ ମରିଚି କୁଣ୍ଡ। ମରିଚି କୁଣ୍ଡ ନାଁରେ ଏହା ବେଶ ଖ୍ୟାତି ଅର୍ଜନ କରିଛି। ତେବେ ଏହାର ନାମ ମରିଚି କୁଣ୍ଡ ହେବା ପଛରେ ଏକ ପୌରାଣିକ କାହାଣୀ ବି ରହିଛି। ଏକଦା ଏଠାରେ ଭଗବାନ ଶିବ ମରିଚ ନାମ୍ନୀ ଏକ ରାକ୍ଷସକୁ ବଧ୍ୟ କରିଥିଲେ। ଏହାପରେ ରାକ୍ଷସ ମାରିଚର ସ୍ତ୍ରୀ ଭଗବାନ ଶିବଙ୍କୁ ପ୍ରାର୍ଥନା କରିଥିଲେ ଯେ ଆପଣ ମୋ ସ୍ୱାମୀର ବଧ କରେ, ଏବେ ମୁଁ ଜୀବନରେ ଆଉ କେବେ ମା ହୋଇପାରିବି ନାହିଁ। ତେବେ ରାକ୍ଷସର ସ୍ତ୍ରୀର ପ୍ରାର୍ଥନାରେ ଖୁସି ହୋଇ ଭୋଳାଶଙ୍କର ଭଗବାନ ଶିବ ତାଙ୍କୁ ଏକ ବରଦାନ ଦେଇଥିଲେ। ଏଠାରେ ଥିବା କୁଣ୍ଡରେ ବୁଡ଼ ପକାଇ ଏହାର ଜଳପାନ କଲେ ତୁମେ ମା ହୋଇପାରିବ। ତେଣୁ ରାକ୍ଷସ ମାରିଚ ନାଁରେ ଏହି କୁଣ୍ଡର ନାଁ ମରିଚ କୁଣ୍ଡ ହେଲା ଏବଂ ଏହାର ଲୋକପ୍ରିୟତା ଧୀରେ ଧୀରେ ବଢ଼ିବାରେ ଲାଗିଲା। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।